ଜନ୍ମାବଧି ଅର୍ଥାତ୍ ଜନ୍ମରୁ ଏପର୍ଯ୍ୟନ୍ତ ନିରଳସ ଭାବରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀଳଚକ୍ରକୁ ପ୍ରତିଦିନ ଦର୍ଶନ କରିଆସୁଅଛୁ। ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲାବେଳେ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସର୍ବାଧିକ ପ୍ରିୟ ମନ୍ତ୍ର ଶ୍ରୀ ବିଷ୍ଣୁ ସହସ୍ର ନାମ ଆପେ ଆପେ କଣ୍ଠରୁ ଝରି ପ୍ରଲମ୍ବିତ ହୋଇ ଭାସିଯାଏ ରତ୍ନସିଂହାସନରେ ବିରାଜିତ ଚତୁର୍ଥା ମୂର୍ତ୍ତିଙ୍କ ପାଖକୁ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବେଶ କିଛି ଦିନ ହେବ ନିରବି ଯାଇଥିଲା ତପନ ଡାଇଜେଷ୍ଟର ୟୁଟ୍ୟୁବ୍ ଚ୍ୟାନେଲ। ମହାଜାଗତିକ ପ୍ରକ୍ରିୟାର ଅଂଶବିଶେଷ ଶନି ଚଳନର ଭୟଙ୍କର ପ୍ରଭାବରେ ଆମେ ମଧ୍ୟ ଭୀଷଣ ଭାବରେ ପ୍ରଭାବିତ ହୋଇଥିଲୁ। ପ୍ରବଳ ମାନସିକ ଚାପ, ମାନସିକ ଦୁଶ୍ଚିନ୍ତା, ନିଜର ସ୍ୱାସ୍ଥ୍ୟଗତ ଭୟାବହତାରେ ପ୍ରାଣ ସଙ୍କଟର ଆଶଙ୍କା ଏବଂ ପାରିପାର୍ଶ୍ୱିକ ଘଟଣାବଳୀ ଆମକୁ ଶଯ୍ୟାଶାୟୀ କରିଦେଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ସୌରଜଗତର ସବା ଶେଷ ଗ୍ରହ ଶନି ମହାଗ୍ରହ ଅଥବା ଶନିଦେବ ସମଗ୍ର ଜୀବଜଗତ ସହିତ ପୃଥିବୀ ପୃଷ୍ଠ ଉପରେ ଗଭୀର ପ୍ରଭାବ ପକାଇଥାନ୍ତି। ଶନି ମହାଗ୍ରହ ଗୋଚରରେ କୁମ୍ଭ ରାଶିରୁ ମୀନ ରାଶିରେ ପ୍ରବେଶ କରିଛନ୍ତି ଚଳିତ 2025 ମସିହା ମାର୍ଚ୍ଚ ମାସ 29 ତାରିଖ ଶନିବାର ତଥା ଶନି ଅମାବାସ୍ୟାର ରାତ୍ରି 11:03 ସମୟରେ। ସେହିଦିନ ମଧ୍ୟ ପୃଥିବୀ ଉପରେ ସୂର୍ଯ୍ୟଗ୍ରହଣ ବା ସୂର୍ଯ୍ୟ ପରାଗ ଅନୁଷ୍ଠିତ ହୋଇଛି। ଏହି ଭୟଙ୍କର ମହାଜାଗତିକ ଘଟଣାର ପ୍ରାକ୍ ପ୍ରଭାବ ଦେଖିବାକୁ ମିଳିଛି ମିଆଁମାର ଓ ବ୍ୟାଙ୍କକ୍ ସହରରେ ଘଟିଥିବା ପ୍ରଚଣ୍ଡ ଭୂମିକମ୍ପର ଭୟଙ୍କର ଘଟଣା। ହଜାର ହଜାର ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥିବା ବେଳେ ତାଠାରୁ ଢେର ଅଧିକ ସଂଖ୍ୟକ ଜନସାଧାରଣ ଆହତ ହୋଇଛନ୍ତି। ହଜାର ହଜାର ଘର ଭାଙ୍ଗି ମାଟିରେ ମିଶି ଯାଇଛି। ମୁଣ୍ଡ ଗୁଞ୍ଜିବା ପାଇଁ ସେ ଦେଶର ଲୋକମାନେ ବଡ଼ କଲବଲ ହେଉଛନ୍ତି। ରାସ୍ତାଘାଟର ଚିହ୍ନବର୍ଣ୍ଣ ଦେଖାଯାଉନାହିଁ। କୁହାଯାଇଛି 200 ବର୍ଷ ଭିତରେ ମିଆଁମାରରେ ଏଭଳି ଭୂମିକମ୍ପ ଦେଖାଯାଇନଥିଲା। ଏହି ପ୍ରଚଣ୍ଡ ଭୂମିକମ୍ପ ମିଆଁମାର ଓ ଥାଇଲାଣ୍ଡରେ ଘଟିବାର ବହୁତ ଦିନ ଆଗରୁ ଅର୍ଥାତ୍ 2025 ମସିହା ମାର୍ଚ୍ଚ ମାସ 2 ତାରିଖ ରବିବାର ଦିନ ଆମେ ୟୁଟ୍ୟୁବ୍ ଚ୍ୟାନେଲ ତପନ ଡାଇଜେଷ୍ଟରେ ଉପସ୍ଥାପନ କରିଥିଲୁ। ଶୀର୍ଷକ ଥିଲା ମୀନ ରାଶିରେ ଶନି ଓ ସୂର୍ଯ୍ୟଗ୍ରହଣ ଏବଂ 100 ବର୍ଷ ପରେ ଘଟିବ ଭୟଙ୍କର ଘଟଣା, ଯାହା ଏବେ ସତ୍ୟ ପ୍ରମାଣିତ ହେଲା। ପୁଣି ଏବେ ଶନିଚଳନର ଠିକ୍ ପରେ ଦେଖିବାକୁ ମିଳିଛି ପ୍ରଶାନ୍ତ ମହାସାଗରୀୟ ଦେଶ ଟୋଙ୍ଗୋରେ ପୁଣି ଏକ ଭୟାବହ ଭୂମିକମ୍ପ। ଏଇ ଯେଉଁ ଭିଡ଼ିଓଟା ଆମେ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରିତ କରିଥିଲୁ, ଏପର୍ଯ୍ୟନ୍ତ ପ୍ରାୟ 12,216 ଜଣ ଲୋକ ଦେଖିସାରିଲେଣି। ଏହାପରେ ମୋର ଶେଷ ଭିଡ଼ିଓ ମୀନ ସଂକ୍ରାନ୍ତି ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ ହୋଇଥିଲା 2025 ମସିହା ମାର୍ଚ୍ଚ ମାସ 6 ତାରିଖ ଗୁରୁବାର ଦିନ। ଜୀବନରେ ସୁଖ ଦୁଃଖ ଲାଗି ରହିଲା ପରି ମଣିଷ ଜୀବନରେ ଗ୍ରହଗୁଡ଼ିକର ଦଶା ଅନ୍ତର୍ଦଶା ମଧ୍ୟ ଭୋଗ ହୋଇଥାଏ। ଶୁଭ ଗ୍ରହ ବା ଅନୁକୂଳ ଗ୍ରହ ଶୁଭ ଫଳ ପ୍ରଦାନ କରୁଥିବା ବେଳେ ଅଶୁଭ ଗ୍ରହ ବା ଜାତକର ଅଶୁଭ ସ୍ଥାନରେ ଥିବା ଗ୍ରହଗୁଡ଼ିକ ଅଶୁଭ ଫଳ ପ୍ରଦାନ କରିଥାନ୍ତି। ଏଥିରୁ କେହି ବି ବର୍ତ୍ତି ନାହାନ୍ତି। ଏହାଛଡ଼ା
ଶନି ମହାଗ୍ରହଙ୍କର ଅନ୍ୟ ଏକ ବିଶେଷତ୍ୱ ରହିଛି ଯେ ଶନି ଜାତକର ଚନ୍ଦ୍ର ଥିବା ରାଶିର ଦ୍ୱାଦଶ ଲଗ୍ନ ଏବଂ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଜାତକକୁ ଶନି ସପ୍ତା ବା ଶନି ସାଢ଼େ ସାତି ଭୋଗ କରାଇଥାନ୍ତି। ଏହାର ସରଳ ଅର୍ଥ ହେଲା ଶନି ଗୋଟିଏ ରାଶିରେ ପ୍ରାୟ 2.5 ବର୍ଷ କାଳ ଅବସ୍ଥାନ କରିଥାନ୍ତି ଏବଂ ଏହି 3ଟି ରାଶି ବ୍ୟୟ ଲଗ୍ନ ଓ ଦ୍ୱିତୀୟ ଭାବକୁ ଅତିକ୍ରମ କରିବା ପାଇଁ ପ୍ରାୟ 7.5 ବର୍ଷ ସମୟ ନେଇଥାନ୍ତି। ଶନିଙ୍କର ଏହି 7.5 ବର୍ଷର ସମୟ ବ୍ୟକ୍ତି ପାଇଁ ବଡ଼ କଷ୍ଟକର ହୋଇଥାଏ। ବୈଦିକ ଜ୍ୟୋତିଷରେ ଏହାକୁ ଶନି ସପ୍ତା ବା ଶନି ସାଢ଼େ ସାତି ବୋଲି ବର୍ଣ୍ଣନା କରାଯାଇଛି। ଜଣେ ବ୍ୟକ୍ତିର ଜୀବନରେ ବହୁତ ବେଶୀରେ 3ଟି ଶନି ସପ୍ତା ଭୋଗ ହୋଇପାରେ। ଏହାଛଡ଼ା ଜାତକରେ ଚନ୍ଦ୍ର ଥିବା ରାଶିର ଚତୁର୍ଥ ଓ ଅଷ୍ଟମ ସ୍ଥାନରେ ଶନି ଅବସ୍ଥାନ କଲେ ଏହାକୁ ଶନି କଣ୍ଟକ ବା ଶନି ଢାଇଆ ବୋଲି ଜ୍ୟୋତିଷ ଶାସ୍ତ୍ର ବର୍ଣ୍ଣନା କରିଥାଏ। ଚତୁର୍ଥ ଶନି ଶାରୀରିକ ଅସୁସ୍ଥତାକୁ ଦର୍ଶାଉଥିବା ବେଳେ ଅଷ୍ଟମ ଶନି ଦୁର୍ଘଟଣା ଓ ମାନସିକ ଦୁଶ୍ଚିନ୍ତାର କାରଣ ହୋଇଥାଏ। ଜ୍ୟୋତିଷଶାସ୍ତ୍ରରେ ଶନିଙ୍କ ବିଷୟରେ କୁହାଯାଇଛି ସୌରୀ ସ୍ୱସ୍ଥାନ ପାଳକ, ଅର୍ଥାତ୍ ସୌରୀମାନେ ଶନି ଗ୍ରହ ଯେଉଁ ସ୍ଥାନରେ ରହିଥାନ୍ତି ସେ ସ୍ଥାନର ବୃଦ୍ଧି କରିଥାନ୍ତି। ଏହାଛଡ଼ା ଶନିଙ୍କର ଆଉ ଏକ ଗୁଣ ହେଲା ଶନି ଆସିଲା ବେଳେ ଏବଂ ଗଲାବେଳେ ଫଳ ପ୍ରଦାନ କରିଥାନ୍ତି। ଏହା ହିଁ ଘଟିଥିଲା ଆମ ସଙ୍ଗରେ। ଆମ ଜାତକ ଅନୁଯାୟୀ ଅଷ୍ଟମ ଶନି ତାର ସମୟ ସରିବାର ବେଶ କିଛି ଦିନ ଆଗରୁ ତାର ପ୍ରତିକ୍ରିୟା ପ୍ରକାଶ କରିଦେଇଥିଲା। ମୋଟର ସାଇକେଲ ଚଳାଉଥିବା ସମୟରେ ମୃତ୍ୟୁବତ୍ ଦୁର୍ଘଟଣାର ସାମନା କରାଇ ସମ୍ଭାବ୍ୟ ମୃତ୍ୟୁର ଝଲକ ଦେଖାଇ ଦେଇଥିଲା। ଏବେ ଭୟଙ୍କର ଷଡ଼ଯନ୍ତ୍ର ଭିତରେ ପକାଇ ନାକେଦମ ମଧ୍ୟ କରିଦେଲା। ପୁଣି ଆମ ନିଜର ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇ ଦୁରାରୋଗ୍ୟ ପୁରୁଣା ହୃଦରୋଗକୁ ବଢ଼ାଇ ଦେଇ ଜୀବନକୁ ସଙ୍କଟାପନ୍ନ କରିଦେଲା। କିନ୍ତୁ କଥାରେ ଅଛି ରକ୍ଷେ ହରିତ ମାରେ କିଏ। ଜନ୍ମାବଧି ଅର୍ଥାତ୍ ଜନ୍ମରୁ ଏପର୍ଯ୍ୟନ୍ତ ନିରଳସ ଭାବରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀଳଚକ୍ରକୁ ପ୍ରତିଦିନ ଦର୍ଶନ କରି ଆସୁଅଛୁ। ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲାବେଳେ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସର୍ବାଧିକ ପ୍ରିୟ ମନ୍ତ୍ର ଶ୍ରୀ ବିଷ୍ଣୁ ସହସ୍ରନାମ ଆପେ ଆପେ କଣ୍ଠରୁ ଝରି ପ୍ରଲମ୍ବିତ ହୋଇ ଭାସିଯାଏ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଖକୁ। ବହୁଳ ବର୍ଣ୍ଣିତ ଆପ୍ତ ବାକ୍ୟ ଯାହାକୁ ରଖଇ ଅନନ୍ତ କିକରି ପାରେ ବଳବନ୍ତ। ତେଣୁ ଗ୍ରହ ଯେତେ ବଳବାନ ହୋଇଥାଉ, ଶତ୍ରୁ ଯେତେ ଷଡ଼ଯନ୍ତ୍ର କରୁ, ଯମ ଯେତେ କଟାଳ କରୁଥାଉ, ଯାହା ଉପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦୟା ରହିଛି ସେ ଜଗନ୍ନାଥଙ୍କ କରୁଣାରୁ ସର୍ବଦା ସୁରକ୍ଷିତ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।